ରାତି ଆସିକି ଏତେ ହେଲାଣି, ମତେ ବି ବହୁତ ଜୋରେ ଭୋକ ଲାଗିଲାଣି। ତାଙ୍କର ବୋଧେ ଆସିବା ଲେଟ୍ ହବ, ମୁଁ ଯାଉଛି ଖାଇ ନେବି। ମା, ରାତି ଆସିକି ଏତେ ହେଲାଣି, ଆପଣଙ୍କ ପୁଅଙ୍କର ବୋଧେ ଆଜି ଲେଟ୍ ହବ। ଆପଣ ତ ଖାଇସାରିଲେଣି, ମୁଁ ବି ଯାଉଛି ଖାଇ ନେବି। କଣ? ତୁ ଖାଇବୁ? ଆଲୋ ହେଇ, ତୋ ବାପା ମା ତତେ କିଛି ଶିଖେଇ ନାହାନ୍ତି? ଯେତେ ସମୟ ଗୋଟେ ସ୍ୱାମୀ ଖାଇନି ସେତିକି ସମୟ ଗୋଟେ ସ୍ତ୍ରୀ ବି ଖାଇପାରିବନି। ତତେ ବି ସେତିକି ସମୟ ଉପାସ ରହିବାକୁ ପଡିବ। ମା, କୋଉ ଶାସ୍ତ୍ରରେ ଲେଖା ହେଇଛି ଗୋଟେ ସ୍ୱାମୀ ନ ଖାଇଲା ପର୍ଯ୍ୟନ୍ତ ଗୋଟେ ସ୍ତ୍ରୀ ଖାଇପାରିବନି? ସ୍ୱାମୀ ସ୍ତ୍ରୀ କଣ ଅଲଗା? ଦୁହେଁ ତ ମଣିଷ। ଗୋଟେ ସ୍ୱାମୀ ଯଦି ବାହାରେ କାମ କରୁଛି ତାହେଲେ ଗୋଟେ ସ୍ତ୍ରୀ ଘରର ସବୁ କାମ ଏକା କରୁଛି। ସେ ବି ଆପଣଙ୍କର ପୁଅ, ଆପଣ ଚାହିଁଥିଲେ ଉପାସ ରହିପାରିଥାନ୍ତେ, ଖାଇଦେଲେ କଣ ପାଇଁ?